ଆଠମଲ୍ଲିକରେ ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ ହୋଇଯାଇଛି। ଏହି ଦିନ ଝିଅ ବୋହୂ କୁମାରୀମାନେ ସକାଳୁ ସ୍ନାନ କରି ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ସନ୍ଧ୍ୟାରେ ଜାଗର କରି ରାତି ଉଜାଗର ହୋଇ ଶିବରାତ୍ରି ପାଳନ କରିଥାନ୍ତି। ଏହିପରି ବିଭିନ୍ନ ସ୍ଥାନ ନୂଆମହି, ନାକଚି, ପୁରୁଷମାଳ, ବଇଣ୍ଡା, ସାନହୁଲା, ତେନ୍ତୁଳି ପଥର, କୃତିବାସପୁର, ପେଡ଼ିପଥର, ଠାକୁରଗଡ଼, ବନ୍ଧଙ୍କା, ଚିନ୍ତାମଣିପୁର, ଦେଉଳିଝରି, କୁଣ୍ଡାଝରି, ଘନପୁର ଆଦି ସ୍ଥାନରେ ବହୁ ଧୁମଧାମରେ ଜାଗର ଯାତ୍ରା ପାଳିତ ହୋଇଯାଇଛି। ନାକଚି ସିଟ୍ରୁ ଅବିନାଶ ପ୍ରଧାନଙ୍କ ସହ କିଶନଗରରୁ ସୁବାସ ନାୟକ, ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।